ଦେଖନ୍ତୁ ଆମର ଟେଷ୍ଟ ହେଇଗଲା ପଖାଳ ଭାତ, ଚିକେନ ପକୋଡ଼ା, ମାଛ ଭଜା। ବାସ୍ ଯୋଉଠି ଗଳିବ ପଡ଼ିବ ମଜା। ଆଉ କ'ଣ ରହିଲା କି? ବହୁତ ବଢ଼ିଆ ଲାଗିବ। ହଁ କ'ଣଟେ ମୁଣ୍ଡ ଛେଚିବ? ମୁଣ୍ଡ ଛେଚା ଗୋଟେ ହେଇଗଲା ନୂଆ ଆଇଟମ୍। ଆଉ ଗୋଟେ ମୁଣ୍ଡ ଧନିଆ ପତ୍ର କଞ୍ଚା ଲଙ୍କା, ବାପ ଅଛି ବା। ଧନିଆ ପତ୍ର ନା ରସୁଣ ନହେଲେ ବାଗ ଆସିବ, ରସୁଣ ନହେଲେ ବାଗ ଆସିବ। ଆଜି ପଖାଳ ଭାତ ସହିତ ବିହନ ବରା, ମାଛ ଭଜା, ଚିକେନ ଟିକେ ହବ, ଚିକେନ ପକୋଡ଼ା ଆଉ କ'ଣ ଅଛି? ଫିଙ୍ଗର ଚିପ୍ସ ଟିକେ କରିବା। ଚିକେନ ପକୋଡ଼ା କିଛି କହିବେନି ତ? ଯାହା ଦେଇଛି ର ଉପରେ ପଡୁଛି, ମନ ଇଚ୍ଛା ପିସ୍ ଦେଇଛି ତମେ? ଯାହା ମାନେ ଯାହା ଦେଇଛି ଆଉ। କେତେ କ'ଣ ରଖିବୁ କୋଉଠି ପକୋଡ଼ାଟା? ଲୁଣ ଦେଇଛି ନା? ସେତିକି ଅଳ୍ପ ଅଳ୍ପ ପକା, ଦେଖିବା ଗୋଟେ ଟେଷ୍ଟ କରିବା କ'ଣ ହେଇଛି, ନହେଲେ ପୁଣି ଆମେ ଚେଞ୍ଜ କରିପାରିବା, ବୁଝିପାରିଲ ନା? ସେତିକି ଅଳ୍ପ ପକା। ହ୍ୟାଲୋ ହାଏ ନମସ୍କାର, ମୁଁ ରଞ୍ଜିତ, ଆପଣ ଦେଖୁଛନ୍ତି ତ୍ରିପାଠୀ ଫାର୍ମ ଆଣ୍ଡ ବ୍ଲଗ। ଆଜି ଏତେ ଦିନ ପରେ ଗୋଟେ ଭୋଜି ପୁଣି ଆରମ୍ଭ ହେଇଯାଇଛି ଆମର ଏ ଖରାପ ପାଗକୁ। କେବଳ ପଖାଳ ଭାତ, ମାଛ ଭଜା ଆଉ ତା ସହିତ ଚିକେନ ପକୋଡ଼ା ଟିକେ ହବ। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, କାକୁଡ଼ି ସାଲାଡ ମଧ୍ୟ ହବ। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ମାଛ ଏବେ ସାଙ୍ଗେ ସାଙ୍ଗେ ହେଲା ଛଣା ହବ। ମୁଁ ଆପଣଙ୍କୁ ଭିଡ଼ିଓ ଦେଖେଇବି। ଭିଡ଼ିଓ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ। ଚାଲନ୍ତୁ ଦେଖିବା ଭିଡ଼ିଓ। ଦେଖନ୍ତୁ ଏବେ ମାଛ ଆମେ ଗୋଳଉଛୁ। ଏ ବାଲ୍ଟି ପଳଉଛି ମୋ ସହିତ। ଏ ଦେଖନ୍ତୁ ଇଏ ହେଲା ମାଛ। ମାଛ ଏବେ ଗୋଳା ଚାଲିବ, ତାପରେ ଛଣା ହବ। ଦେଖନ୍ତୁ ଗ୍ୟାସ୍ ଆସିଛି, କଡ଼େଇ ଆସିଛି, ପିଆଜ ଆସିଛି, ସବୁ ଆସିଛି, ତେଲ ଫ୍ରିଡମ୍ ଆସିଛି। ଆଜି 5-6 ଜଣ ମିଶିକି କରୁଛୁ ଭୋଜି। ଏ ଦେଖନ୍ତୁ ମାଛ ବଢ଼ିଆ ପିସ୍ ମଧ୍ୟ ହେଇଛି। ଏ ଦେଖନ୍ତୁ ମାଛ ପିସ୍ ଗିଫ୍ଟ ଦିଆଥିଲା ଆଣେ କାଇଁ ଏବେ ସାଙ୍ଗେ ସାଙ୍ଗେ ମାଛ ଛାଣିବା। ଦେଖନ୍ତୁ ଆମର ତେଲ ଏବେ ଗରମ ହେଇଗଲାଣି। ସେପଟରେ ପକୋଡ଼ା ପାଇଁ କଟା ଚାଲିଛି ପିଆଜ ଆଉ ରସୁଣ, ଅଦା। ବିହନ ପାଇଁ ହଁ, ଏ ବିହନ ଦେଖନ୍ତୁ ମାଛ 1 କିଲୋରେ ବିହନ 250 ବାହାରିଲା। ଏପଟରେ ମାଛ ଆମେ ବି ରେଡି କରିଦେଇଛୁ। ଏଇଟା ଛଣାଯିବ ଏବେ। ଗୋଟେ ବଡ଼ ବାଲ୍ଟିରେ ପୁରେଇ ଦେଇଛୁ, କାହିଁକିନା ଅଧିକ ମାଛ ଅଧିକ ଅଛି। ତ ଚାଲନ୍ତୁ ଛାଣିବା। ଫାଷ୍ଟ ପ୍ରଥମ ମାଡ଼ି ପକେଇବା। ଦେଖନ୍ତୁ ତେଲ ଗରମ ହେଇଗଲାଣି। ଏବେ ପକେଇଦେବା ଗୋଟେ ଗୋଟେ ପିସ୍ ମାଛ। ଏତିକି ପକେଇଥିବା, ଆଉ ଏତିକି ଥାଉ, ପଛରେ ପକେଇବା। ଦେଖନ୍ତୁ ପୁରା ତେଲ ଡହ ଡହ ଗରମ, ତାପରେ ଦେହ ପୁରା ଗରମ ଲାଗୁଛି ଖରାକୁ ଯୋଉ ଭଳିଆ ହଉଛି ଖରା। ସେଥିପାଇଁ ଆଜି ଆମେ କରୁଛୁ ପଖାଳ ଭାତ ସହିତ ମାଛ ଭଜା, ଚିକେନ ପକୋଡ଼ା ଆଉ ଗୋଟେ ସାଲାଡ ହବ, ଆଉ ଲାଷ୍ଟକୁ ଏଇଟା। ଆଉ ଏତିକି ଖିଆଯିବ ଆଜି। ଭିଡ଼ିଓ ଦେଖୁଥାନ୍ତୁ ଶେଷ ପର୍ଯ୍ୟନ୍ତ, ବଢ଼ିଆ ମଜା ଆସିବ ଭିଡ଼ିଓରେ। ବର୍ତ୍ତମାନ ଆମର ମାଛ ରେଡି ହେଇଗଲା। ବର୍ତ୍ତମାନ ବିହନ ପକୁଡ଼ି ପଡ଼ିଛି। ରୋଷେଇଆ ଅଛନ୍ତି, ରୋଷେଇଆ ବହୁତ କଷ୍ଟରେ ଗରମରେ ଝାଳରେ ରୋଷେଇ କରୁଛନ୍ତି। ଭାରି ଗରମ ହଉଛି। ଚିକେନ ପକୋଡ଼ା ବି ଗୋଳା ହେଇଯାଇଛି, ହେଲେ ପଡ଼ିବ। ଫାଷ୍ଟଫୁଡ ବାଲା କିନ୍ତୁ ଗୋଳେଇ ପାରିବେନି। ମୋଷ୍ଟ ବେଷ୍ଟ ଆଇଟମ୍ ବିହନ। এই চৌপତ୍ର ତାକୁ ଖାଇଦେବା। କିଏ ନହେଲା ଭିତରେ ଏଠି କାହିଁ ରଖିଛୁ? ଏଇ ଚୌପତ୍ର କିଛି ହବନି, ଖାଇଦେବା। କିଏ ନହେଲା ଭିତରେ ଆଜି ପଖାଳ ଭାତ ସହିତ ବିହନ ବରା, ମାଛ ଭଜା, ଚିକେନ ଟିକେ ହବ, ଚିକେନ ପକୋଡ଼ା ଆଉ କ'ଣ ଅଛି?
ଫିଙ୍ଗର ଚିପ୍ସ ଟିକେ କରିବା। ଚିକେନ ପକୋଡା କିଛି କହିବେନି ତ ଯାହା ଦେଇଛି ର ଉପରେ ପଡୁଛି ମନ ଇଚ୍ଛା ପିସ୍ ଦେଇଛି ତମେ ଯାହା ମାନେ ଯାହା ଦେଇଛି ଆଉ ଏଟା କଣ ରଖିବୁ କୋଉଠି ପକୋଡ଼ାଟା ଲୁଣ ଦେଇଛି ନା ସେତିକି ଅଳ୍ପ ଅଳ୍ପ ପକା ଦେଖିବା ଗୋଟେ ଟେଷ୍ଟ କରିବା କ'ଣ ହେଇଛି ନହେଲେ ପୁଣି ଆମେ ଚେଞ୍ଜ କରିପାରିବା ବୁଝିପାରିଲ ନା ସେତିକି ଅଳ୍ପ ପକା ଦେଖନ୍ତୁ ଆମର ଛଣାଛଣି ସବୁ ହେଇଗଲାଣି ଏବେ ଯିବା ଖାଇବା ପଖାଳ ଭାତ ସେପଟରେ ସବୁ ଅଛି ଚିକେନ ପକୋଡା ମାଛ ଭଜା ଲେମ୍ବୁ ଚାଲ ସେଇପଟକୁ ଯିବା ବସିକି ଶାନ୍ତିରେ ଖାଇବା ମାଛଟା ଧର ଏପଟରେ ଦହି ତଡକା ହେଇଗଲାଣି ସେପଟରେ ଦହି ତଡକା ଚାଲ ଯିବା ପକୋଡା ହେଇଗଲା ଏଠି ପଖାଳ ଭାତ ରେଡି ହେଇକି ଅଛି ଦେଖନ୍ତୁ ଓ କାହିଁ କହୁଛ ପଖାଳ ଭାତ ଚିକେନ ପକୋଡା ମାଛ ଭଜା ଆସ ଆସ ଭିତରକୁ ଆସ କଣ କାଟୁଛୁ ଯେ ଲେମ୍ବୁ ବା ଦେଇଛି ଗୋଟେ ହଁ ଦଉଛି ସେଟା ପୁଣି କଣ ହବ କି ଗୋଟେ ଆଇଟମ କାକୁଡି ଛେଚା ଓ 4 ଜଣ 4 ଖଣ୍ଡ ଖାଇବ ଓହୋ କାକୁଡି ହେଇଗଲା ଏଠି ମାଛ ହେଇଗଲା ଲିଟୁଆନା ଏଟା କରିବେ ଏଟା ବାଗେଇ କରିବେ ଲିଟୁଆନା ପଖାଳ ଭାତ ଟିକେ ଟିକେ ଦହି ପକୁଅ ମୋ 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 ବେଲାଟା ଟିକେ ବଡ ରଖିଥିବ ଟିକେ ବଡ ଅଛି ନା ଅଧିକ ଭାତ ହଁ ଲଙ୍କା ହଁ ସେଇ ଲଙ୍କା ଅଛି ବା ଆଉ ଲଙ୍କା ଅଛି ଅଣା ହେଇଯିବା ଲଙ୍କା ଚିକେନ ପକୋଡା ଦେଖନ୍ତୁ କେତେ ବଢିଆ ହେଇଛି ବଢିଆ ଭାବରେ ଛଣା ଯାଇଛି ତାକୁ ଦେଖନ୍ତୁ ତାପରେ ମାଛ ଭଜା ବି ସେପଟରେ ଏଇ ଦେଖନ୍ତୁ ହେଇଛି ସାଙ୍ଗେ ସାଙ୍ଗେ ବଢାଯିବ ଏଇଟା କଣ ଆଣିଲ ଛେଚା ହବ ଅଦା ରସୁଣ ପେଷ୍ଟ ନା ଖାଲି ରସୁଣ ଧନିଆ ପତ୍ର ରସୁଣ ଧନିଆ ପତ୍ର କଞ୍ଚା ଲଙ୍କା ଲୁଣ ଲୁଣଟା ଭିତର ଲୁଣଟା ଆସିଲା କି ଆଣିଛି ଟିକେ ରୁହ କହିଲା ନା ସବୁ ମୁଣ୍ଡ ଛେଚିବ ମୁଣ୍ଡ ଛେଚା ଗୋଟେ ହେଇଗଲା ନୂଆ ଆଇଟମ ଆଉ ଗୋଟେ ମୁଣ୍ଡ ଧନିଆ ପତ୍ର କଞ୍ଚା ଲଙ୍କା ବାପ ଧନିଆ ପତ୍ର ନା ରସୁଣ ନହେଲେ ବାଗ ଆସିବ ରସୁଣ ନହେଲେ ବାଗ ଆସିବ ବଢିଆ ହେଇଛି ସେଟା ବା ବେସନ ଟିକେ ଅଧିକ ପଡିଯାଇଛି କଣ କହିବ କିଏ ମିଳିବନି ଏଠି କଣ ତୁ ଚୋରି କରିବୁ କହିବ କିଏ କଣ ଏଠି ବା ନାହିଁ ସେଠି ନାହିଁ ବା କାମ କାହା ଫୋନ କରି ପଚାରୁ ନା ବାସ୍ ଦେ ଲେମ୍ବୁ ଟିକେ ପକା ଲେମ୍ବୁଟା ଟିକେ କାଟୁନ ପନିରଟା କଣ କଲେ ଗୁଲାକା ପାଖରେ ଗୁଲା ପନିରଟା ଆଣ ଟିକେ ରସୁଣ ଛେଚିଛୁ ନା ହଁ ରସୁଣ ଛେଚା ହେଇଛି ଏଟା ତ ପୁରା ସୁପର କ୍ଲାସ ହେଲାଣି ଲଙ୍କା ଛେଚା ହେଇଛି ନା ଲଙ୍କାଟା ବାବୁ ଛେଚିବ ଲଙ୍କାଟା ଛେଚିବ ନା ମୁଁ 3ଟା ଲଙ୍କା ଛେଚିଛି ଜମା ଖାଇବା ତମେ ଆଉ କଣ ନବ ପିସି ଦିଅ ବାର ବାର ଦହି ଟିକେ ଭାତରେ ପକଉ ଶାନ୍ତିରେ ଲେମ୍ବୁ ଟିକେ ଟିକେ ଚିପୁଡ଼ି ଦବା ଏଇଟା ନାଇଁ ଲଙ୍କା ଗୋଟେ ଗୋଟେ ପକଉ ଭାତରେ ଦେଖନ୍ତୁ ଆମର ଟେଷ୍ଟ ହେଇଗଲା ପଖାଳ ଭାତ ଚିକେନ ପକୋଡା ମାଛ ଭଜା ବାସ୍ ଯୋଉଠି ଗଳିବ କରିବ ମଜା ଆଉ କଣ ରହିଲା କି ବହୁତ ବଢିଆ ଲାଗୁଛି ହଁ କଣଟେ